ଆଜି ସକାଳୁ କାହିଁକି ଇଚ୍ଛା ହେଲା ମିଠା ଟିକେ କିଛି ଖାଇବା ପାଇଁ। ବୋଲି କ'ଣ ମିଠା କରିବି, ଦେଖିଲି ଚିନି ଅଛି, ଖାଲି ମିଲ୍କ ପାଉଡ଼ର ଅଛି, ଆଉ କିଛି ନାହିଁ। ତାପରେ ଦେଖିଲି ଫ୍ରିଜ୍ ଦେହରେ କନ୍ଦମୂଳ ଅଛି, ତାକୁ ବାହାର କଲି, ଧୁଆଧୁଇ କରିକି ସିଝେଇ ଦେଲି, ଏଇଭଳିଆ ସବୁ ଚୋପା ବାହାର କରିକି କୁରିଦେଲି। ତାପରେ ତା ପାଇଁ ନେଇଗଲି ଚିନି, ମିଲ୍କ ପାଉଡ଼ର, କାଜୁ, ଘିଅ, ଅଳେଇଚ ଟିକେ ଗୁଣ୍ଡ କରି ନେଇଗଲି, ତେଜପତ୍ର ନେଇଗଲି। କଢ଼େଇ ଗୋଟେ ବସେଇକି ଘିଅ ଟିକେ ଦେଇକି କାଜୁଟାକୁ ଭାଜିଦେଲି, ତା ଦେହରେ ପକେଇଦେଲି ଅଳେଇଚ ଆଉ ତେଜପତ୍ରକୁ। ତାପରେ ତାକୁ ଟିକେ ଭଜାଭଜି କରିଦେଇକି ତା ଦେହରେ ପକେଇଦେଲି କୁରିକି ରଖିଥିବା କନ୍ଦମୂଳକୁ। ତାକୁ ଟିକେ ଏପଟ ସେପଟ କରିଦେଇକି ତା ଦେହରେ ଦେଇଦେଲି ଟିକେ ପାଣି। ପାଣିଟି ଦେଇକି ଭଲ ମିଶାମିଶି କରିକି ପକେଇଦେଲି ଟିକେ ଲୁଣ, ତାପରେ ପକେଇଦେଲି ଚିନି, ଦେଖିକି ପକେଇବା ଚିନିଟି, କାହିଁକିନା କନ୍ଦମୂଳଟି ମିଠା। ତାପରେ ପକେଇଦେଲି କ୍ଷୀର କରିକି, ତାପରେ ଘଣ୍ଟା ଘଣ୍ଟି କରିକି ଦେଇଦେଲି ଅଳେଇଚ ଟିକେ ଗୁଣ୍ଡ କରିକି। ତାପରେ ତ ହେଇଗଲା କନ୍ଦମୂଳର ବଢ଼ିଆ ଗୋଟେ ପାଏସ ଆଉ ମିଠା କ'ଣ କରିବା, ଏଇ ତ ଏତେ ସୁନ୍ଦର ଲାଗିଲା କହିବାକୁ ନାହିଁ। ଆପଣମାନେ କରି ଖାଆନ୍ତୁ, ଆଉ କେମିତି ଲାଗିଲା କମେଣ୍ଟ କରନ୍ତୁ। ରହୁଛି।